ପିଲାବେଳେ ମୁଁ ସବୁବେଳେ ଜହ୍ନିକୁ ବହୁତ ଘୃଣା କରେ। ଜହ୍ନିର କୌଣସି ରେସିପି ହେଲେ ବି ମୁଁ ତାକୁ ଜମା ବି ପସନ୍ଦ କରେନି। ଜହ୍ନିକୁ ସବୁବେଳେ ମୁଁ ସାଇଡ଼୍ କରିଦିଏ, ତରକାରୀରୁ କାଢ଼ିଦିଏ, ସବୁବେଳେ ସାଇଡ଼୍ କରିକି ଫୋପାଡ଼ି ଦିଏ। ଆଉ ଜହ୍ନି ଯେତେବେଳେ ଆମ ବାରିରେ ଲାଗିଥିବ, ସେ ଜହ୍ନି ଡଙ୍କକୁ ଦେଖିକି ଲୁଚିକି ଯାଇକି କେବେ କେବେ କାଟି ବି ଦେଇଥିଲି। କିନ୍ତୁ ଆଜି ଜହ୍ନିକୁ କେବେ ବି ମୁଁ ଘୃଣା କରୁନି। ଆଉ ଜହ୍ନି ଖାଇବାକୁ ମୋତେ ବହୁତ ଭଲ ଲାଗୁଛି, ପସନ୍ଦ ହେଉଛି। ଜହ୍ନି ଏବେ ବାରିରେ ଯେତିକି ଫଳୁଛି ସେତିକି ଖାଇକି ମଧ୍ୟ ମନ ଭରୁନି ଯେ ଆହୁରି ଅନ୍ୟ ବାରିଠୁ ମୋତେ କିଣିକି ଆଣିକି ମାନେ ତରକାରୀ ହଉ ଯାହା ବି କରାହେଉଛି। ଏଠି ବୋଉ କିଛି ଆଗରୁ ଜହ୍ନିକୁ କିଣିକି ରଖିଥିଲା, ଆଉ ମୁଁ ବାରିରୁ କିଛି ଜହ୍ନି ଆଣିଥିଲି। ତାକୁ ଆଜି ଆମେ ଜହ୍ନି ରାଇ ବନେଇବାକୁ ଯାଉଛୁ। ତେଣୁ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ମୁଁ ଏଠି କିଛି ଜହ୍ନିକୁ ବୋଉ ଭଲ ଭାବରେ ଏଠି କାଟି ଦେଇଛି। ଜହ୍ନି ପାଇଁ 2ଟା କି 3ଟା ମିଡ଼ିୟମ୍ ସାଇଜ୍ର ଆଳୁ, ଆଉ 2-3ଟା ଟମାଟୋ, ଆଉ 2ଟା ପିଆଜ ନେଇଛି ବ୍ୟବହାର କରିଛି। ଆଉ ମୁଠେ କି 2 ମୁଠେ ହେବ ହରଡ଼ ଡାଲି ଏଠି ନେବେ। ଆପଣଙ୍କ ହିସାବରେ ଆପଣ ମସୁରୀ ଡାଲି ବି ନେଇପାରିବେ। ଆପଣ ଏଠି ହରଡ଼ ଡାଲି ନେଇଛୁ। ହରଡ଼ ଡାଲି ନେଲେ ତରକାରୀଟା ଟିକେ ବହଳିଆ ଟେକ୍ସଚର୍ ଆସିବ, ଆଉ ଭଲ ଲାଗିବ ମଧ୍ୟ ଖାଇବା ପାଇଁ। ଜହ୍ନିର ବହୁତ ପ୍ରକାର ରେସିପି ହେଇପାରିବ, କିନ୍ତୁ ଏଇ ରେସିପିଟା ଥରେ ବନେଇକି ଟ୍ରାଏ କରନ୍ତୁ, ବହୁତ ଟେଷ୍ଟି ଲାଗୁଛି। ଆଉ ଏଇ ରେସିପିଟା ହେଲ୍ଥ ସହିତ ବିଲକୁଲ କମ୍ପ୍ରମାଇଜ୍ ନୁହଁ। ହେଲ୍ଥକୁ ଖାପ ଖୁଆଇକି ଚଳିଲା ପରିକା ଏଇ ରେସିପିଟା ହେଇଛି, କାରଣ ବାରିରୁ ଆଦାୟ ହେଇଛି ପନିପରିବାଟା। ଆଉ ଯେମିତି ଗ୍ରାଇଣ୍ଡର ବ୍ୟବହାର କରାଯାଏ, ଆଜିକାଲି ଗ୍ରାଇଣ୍ଡର, ଇଲେକ୍ଟ୍ରିକ୍ ଷ୍ଟୋଭ୍ ଏସବୁ ବ୍ୟବହାର କରାଯାଉଛି। ତେଣୁ ଏସବୁ ଆମେ ତ କିଛି ବି ବ୍ୟବହାର କରୁନୁ। ତେଣୁ ମୁଁ ହେଲ୍ଥକୁ ବେଶୀ ଖାପ ଖୁଆଇ ଚଳିଲା ପରିକା ତାକୁ ସେଇ ସବୁ ରେସିପି ବନାଇବୁ। ବାକି ଏଇ ହରଡ଼ ଡାଲିକୁ ମୁଁ 15-20 ମିନିଟ୍ ପୂର୍ବରୁ ଆକୁ ବତୁରେଇକି ରଖିଦେଇଥିଲି। 2 ମୁଠି ହେବ ଆପଣ ନେବେ, ଆପଣଙ୍କ କ୍ୱାଣ୍ଟିଟି, ପରିବା କ୍ୱାଣ୍ଟିଟିକୁ ଦେଖିକି ନେବେ। ଡାଲିର କ୍ୱାଣ୍ଟିଟି ସବୁବେଳେ କମ୍ ରଖିବେ, କାରଣ ଡାଲିଟା ବହଳିଆ ହେଇଯିବ ଯେତେବେଳେ ଭଲ ଭାବରେ ସିଝିଯିବ ତରକାରୀରେ। ଏବେ ତ ଫୁଲି ଯାଇଥିବ ବତୁରିକି, ଯେତେବେଳେ ତରକାରୀରେ ପଡ଼ିକି ସିଝିଯିବ ତାହେଲେ ବହଳିଆ ହେଇଯିବ। ଆକୁ ଡାଲି ସହିତ ମାନେ ଜହ୍ନି ସହିତ ଡାଲିକୁ ମିଶାଇକି କଲେ ତରକାରୀଟା ଆହୁରି ଟେଷ୍ଟି ଲାଗେ। ଦେଖନ୍ତୁ ଏଠି ନନ୍ ପଲିସ୍ ଜାଇ ମୁଁ ବ୍ୟବହାର କରିଛି। ଆପଣ ଯେଉଁ ଜାଇ ବ୍ୟବହାର କରିପାରିବେ, ଆପଣଙ୍କ ମାର୍କେଟରେ ଯେଉଁ ଜାଇ ମିଳୁଛି। ବାକି ଏଠି ଯେଉଁ ପନିପରିବା ଗୁଡ଼ା ବୋଉ କାଟିକି ରଖିଥିଲା ଆଗରୁ, ତାକୁ ଧୋଇ ଧାଇକି ସବୁ ଗୋଟେ ଅଲଗା ପ୍ଲେଟ୍କୁ କାଢ଼ିଦେଲା। ଜହ୍ନିକୁ ଯଦି ଆପଣ କାଟିବା ପୂର୍ବରୁ ଧୋଇବେ ତାହେଲେ ଆହୁରି ଭଲ। ଏଠି ଆମେ ଏମିତି କାଟି ଦେଇଛୁ। ଆପଣ ଯଦି ଜହ୍ନିକୁ ଧୋଇବା ପୂର୍ବରୁ କାଟିଦେବେ, ତାହେଲେ ଜହ୍ନିରେ ଯେଉଁ ଆଗରୁ ତ ଜହ୍ନିରେ ପାଣି ଥାଏ, ଯଦି ଧୋଇ ନଥିବେ ତାହେଲେ ଏଇ ପାଣି ଗୁଡ଼ା ମଧ୍ୟ ସେଇଥିରେ ସୋକ୍ ହୋଇଯାଏ। ତେଣୁ କାଟିବା ପୂର୍ବରୁ ଧୋଇଦେବେ। ଆଉ ଏଠି ବୋଉ ପୂଜା କଲା ପରିକା ସବୁ ପଞ୍ଚାବନର ଗୋଟା ମସଲା ବ୍ୟବହାର କରିଥିଲା, ବାଟି ଦେଇଥିଲା। ତାପରେ ବାଟିକି ତାକୁ ମସଲାକୁ ରେଡ଼ି କରି ରଖିଦେଇଥିଲା। ଏପଟେ ଗୋଟେ କଡ଼େଇ ଗରମ କରିକି ସେଥିରେ କିଛି ଫ୍ରିଡ଼ମ୍ ତେଲ ରଖିଦେଇଥିଲା। ଫ୍ରିଡ଼ମ୍ ତେଲ ପକାଇଲା ପରେ ଗୋଟା ସୋରିଷ, ଯେଉଁ ଜିରା, ଏସବୁ ମସଲା ଗୁଡ଼ା ପକାଇ ଦେଇଥିଲା। ତାପରେ କାଟିକି ପିଆଜ ରଖିଥିଲା, ତାକୁ ସେଇ ମସଲା ଗୁଡ଼ା ଫୁଟିଲା ପରେ ପିଆଜକୁ ପକାଇଦେଲା। ଏପଟେ ଯେଉଁ ମସଲାଟା ବାଟିକି ରଖିଥିଲା, ବଟା ମସଲାଟା, ସେଥିରେ କିଛି ଶୁଖିଲା ଲଙ୍କାଗୁଣ୍ଡ, ଶୁଖିଲା ହଳଦୀ ଗୁଣ୍ଡ ରଖିଥିଲା, ପକାଇଦେଲା। ଦେଖନ୍ତୁ ଏଠି ସବୁ ଆମେ ଯେତିକି ଯାହା ବି ସାମଗ୍ରୀ ବ୍ୟବହାର କରିଛୁ ଭଲ ଭାବରେ ଦେଖନ୍ତୁ। ଏଇ କମ୍ ସାମଗ୍ରୀରେ ଆପଣ ବହୁତ ଟେଷ୍ଟି ତରକାରୀ ବନେଇ ପାରିବେ ଘରେ, ବହୁତ ଭଲ ଲାଗିବ ସମସ୍ତଙ୍କୁ। ଏଠି ପିଆଜ ଭାଜି ହେଇସାରିଲା ପରେ ମୁଁ କଟା ଟମାଟୋକୁ ପକାଇଦେଲା। ଆପଣ ଏଠି ପ୍ୟୁରି କରିକି ଟମାଟୋକୁ ପକାଇ ପାରିବେ, କିନ୍ତୁ ଯେତେ ନ୍ୟାଚୁରାଲ୍ ହେବ ସେତେ ଭଲ। ତେଣୁ ମୁଁ ଏଠି ଆମର କାଟିକି ଟମାଟୋଟା ପକାଇଛୁ। ଟମାଟୋ ଟିକେ ସିଝିବା ପାଇଁ ଟାଇମ୍ ଲାଗିବ, କାଟିକି ପକାଇଲେ ଟିକେ ଟାଇମ୍ ଲାଗିବ। ତେଣୁ ଏଥିରେ କିଛି ଲୁଣ ମଧ୍ୟ ଆପଣ ପକାଇ ପାରନ୍ତି, ଜଲ୍ଦି ଟମାଟୋକୁ ସିଝିବା ପାଇଁ କିଛି ଲୁଣ ମଧ୍ୟ ଏଠି ବ୍ୟବହାର କରିପାରିବେ। ଲୁଣକୁ ଦେଇ ସାରିଲା ପରେ 2-3 ମିନିଟ୍ ଗୋଳେଇବେ। ଏଠି ଗୋଟେ ଢାଙ୍କୁଣୀ ମଧ୍ୟ ଦେଇକି କିଛି ସମୟ ଛାଡ଼ିପାରିବେ। ଭଲ ଭାବରେ ତେଲଟା ଛାଡ଼ିଯିବ, ଆଉ ଟମାଟୋ ମଧ୍ୟ ଭଲ ଭାବରେ ସିଝିଯିବ, ଜମା ବି ଜଣାପଡ଼ିବନି ତରକାରୀରେ। ଆକୁ ଭଲ ଭାବରେ କିଛି ସମୟ ସିଝିଗଲା ପରେ ଦେଖନ୍ତୁ ମସଲାଟା କଷି ହେଇସାରିଲା ପରେ, ଟମାଟୋ ସହିତ ମିଶିଗଲା ପରେ କାଟିକି ରଖିଥିବା ସେଇ କଞ୍ଚା ପନିପରିବାକୁ ବୋଉ ଏଠି ପକାଇଦେଲା। ତାକୁ କିଛି ସମୟ ଗୋଳେଇବ ମସଲା ସହିତ ଭଲ ଭାବରେ। ଆକୁ କଣ୍ଟିନ୍ୟୁଅସଲି ଗୋଳେଇବେ, 10ରୁ 15 ମିନିଟ୍ ହେବ ଗୋଳେଇବେ, କାରଣ ଜହ୍ନିରେ ଆଗରୁ ପାଣି ଅଛି, ସେ ପାଣି ଗୁଡ଼ା ବାହାରିବ ସିଝିକି। ଏଠି ଆପଣ ଚାହିଁଲେ ଲୁଣ ମଧ୍ୟ ଆଡ଼୍ କରିପାରିବେ।
किंतु लुण न देकी आपको किसी समय ढांकुणी देकी घोड़े देकी किसी समय आपको कषिदेला देखिए ये आपे आपे पानी छाड़ीज जहाँ भी एक्सट्रा पानी थी ये छाड़ीज। आगुरी बतुरेकी रखि डाली देखूँ बतुरिकी डबल हो गलानी साइज रे डबल हो गलानी क्वांटिटी भी डबल हो गलानी। आपको ये देदे देखूँ पनीपरिबार जहाँ भी पानी था ता सब सीझिकी बाहर सारानी ये जाई को देला किछ समय गोलेबे तापर लुण पकईदे स्वाद अनुसार लुण पकईदे आपको किछ समय गोले सारा भल भाव कषि सारापर आ कि कम ना ये आप पानी देदेवे आपण हिसाब से एडजस्ट कर पानी देदेवे। आम या भात सहित खाइबू टे पानी रखू झोल रखू तेणु आपको भल भाव बापिकी पानी देदेला पानी दे सारापर कि समय आपको पुणी थे गोड़ेदब पानीटा भल भाव सीझीज मसला सहित मिसीज तापर 5 ରୁ 10 मिनिट होगला आगुरी आम पनीपरिया 90% सीझी जाइए एबे भल भाव देखीदे पनीपरिया भल सब सीझीगला भल ओल्लैदेवे। एबे तरकारीटा रेडी होगलानी भात सहित खायापी आपड़ जब रुटी सहित खाया चाहिए ताहले आपको टिके बहलिया रखिए कम पानी देवे आम ये चुली रे करूँ